ଆମର ଯୁବପीढ़ी ମାନଙ୍କ ଭିତରେ ଆଜିକାଲି ଦେଖିବାକୁ ମିଳିଛି କି ସମସ୍ତେ 24 ଘଣ୍ଟା କାନ ଭିତରେ ବ୍ଲୁଟୁଥ ଲଗେଇ ରଖୁଛନ୍ତି। ଇଭିନ୍ ଏମିତି ବି ଦେଖିବାକୁ ମିଳୁଛି ରାତିରେ ଶୋଇଲା ବେଳେ ବି ସେମାନେ କାନ ଭିତରେ ଯୋଉ ପ୍ଲଗ ଇନ୍ ଡିଭାଇସ୍ ଆସୁଛି କି ବ୍ଲୁଟୁଥ ଆସୁଛି ତାକୁ ଲଗେଇକି ଶୋଇ ବି ଯାଉଛନ୍ତି। ତା ହେବା ଦ୍ୱାରା ଆମ ସୋସାଇଟିରେ ଗୋଟେ ବହୁତ ବଡ଼ ପ୍ରୋବ୍ଲେମ୍ ଆକୁ ମାଡ଼ି ଆସୁଛି, ଯେଉଁଟାକୁ ଆମେ କହୁଛୁ କି ଆପଣଙ୍କର ପ୍ରି ମେଚ୍ୟୁର ହିୟରିଂ ଲସ୍। ମାନେ ଆପଣଙ୍କୁ ଯେତେବେଳେ ହିୟରିଂଟା ଖରାପ ହେବାର ଥିଲା ତାଠୁ ବହୁତ ଶୀଘ୍ର ଆପଣଙ୍କ ହିୟରିଂ ଆପଣ ଲସ୍ କରିବେ। ଆଉ ଆପଣଙ୍କୁ ବହୁତ ସାରା ପ୍ରୋବ୍ଲେମ୍, ଯେମିତିକି ବହୁତ ସମୟ କାନ ଭିତରେ ସେ ଡିଭାଇସ୍ ରଖିବା ଦ୍ୱାରା କି ବ୍ଲୁଟୁଥ ରଖିବା ଦ୍ୱାରା ଆପଣଙ୍କର ଗୋଟେ ସର୍କମ୍ଫରେନ୍ସିଆଲ ହେଡେକ୍ ହେବ। ଆପଣଙ୍କର ମାନେ ସେଥିରେ କାନରେ ଇନଫେକ୍ସନ୍ ହେବ, ସବୁବେଳେ ମୁଣ୍ଡ ବିନ୍ଧିବା ଷ୍ଟାର୍ଟ ହେବ, ଗୋଟେ ବ୍ଲକ୍ ଫିଲ୍ ଆସିବ। ତା ସହିତ ଆହୁରି ଦେଖିବାକୁ ମିଳିଛି କି ଆପଣଙ୍କର ମାନେ କାନ ଭିତରେ ଫଙ୍ଗଲ ଇନଫେକ୍ସନ୍ ହେବାର ବି ଚାନ୍ସେସ୍ ବହୁତ ମିଳୁଛି ୟୁଥ୍ ମାନଙ୍କ ଭିତରେ, ଯେଉଁଟାକି ମାନେ କେବଳ ଡାଇବେଟିସ୍ ପେସେଣ୍ଟ କି ଲୋ ଇମ୍ୟୁନ୍ ପେସେଣ୍ଟ ଦେଖାଯାଏ। ସେଥିପାଇଁ ଆମର ସିନସିୟର ଆଡଭାଇସ୍ କି ଆପଣଙ୍କୁ ଯଦି ଶୁଣିବାର ଅଛି ସରାଉଣ୍ଡିଂ ସାଉଣ୍ଡ ଶୁଣନ୍ତୁ, ମାନେ ବାହାରେ ମ୍ୟୁଜିକଟା ଅନ୍ ହେବ ଆପଣ ଶୁଣିବେ, ରେଦର ଦେନ୍ କାନ ଭିତରେ ତାକୁ ରଖିକି ଶୁଣିବେ। ତା ହେବା ଦ୍ୱାରା ଆପଣଙ୍କର ଫ୍ୟୁଚର ମାନେ ବହୁତ ହି ଡାର୍କ ସାଇଡ୍ ଆଡ଼କୁ ଯାଉଛି, କାରଣ ଏଟା ଗୋଟେ ବହୁତ ହି ବ୍ୟାଡ୍ ହ୍ୟାବିଟ୍। ଆଉ ପତା ନାହିଁ ଯେଉଁ ହ୍ୟାଣ୍ଡସ୍ ଫ୍ରି ଯେଉଁଟା ବନିଥିଲା ସେଟା ବନିଥିଲା କିଛି ଗୋଟେ ସ୍ପେସିଫିକ୍ କଜ୍ ପାଇଁ, ଗୋଟେ ସୋଲଜର ପାଇଁ କି ଗୋଟେ ପାଇଲଟ ପାଇଁ, ତା ଆମର ସୋସାଇଟି ପାଇଁ ନୁହଁ ଯିଏକି କଣ୍ଟିନ୍ୟୁଅସଲି କାନରେ ଲଗେଇବେ। ହ୍ୟାଣ୍ଡସ୍ ଫ୍ରି ମାନେ ଜଣେ ହାତରେ କିଛି ଗୋଟେ କାମ କଲା ବେଳେ କାନରେ ଡିଭାଇସ୍ ଲାଗିଛି, କିନ୍ତୁ ତାମାନେ ନୁହଁ ଯେ ଆମେ 24 ଘଣ୍ଟା ତାକୁ କାନରେ ରଖି ମ୍ୟୁଜିକ୍ ଶୁଣିବା। ତ ସେଥିପାଇଁ ଏଜ୍ ଏ ଡକ୍ଟର ଆପଣଙ୍କ ରିକ୍ୱେଷ୍ଟ କି ଆପଣ ମାନେ କାନ ଭିତରେ ପ୍ଲଗ ଇନ୍ ଡିଭାଇସ୍ କି ବ୍ଲୁଟୁଥ ଡିଭାଇସ୍କୁ ରେଗୁଲାରଲି ବହୁତ ଲମ୍ବା ଟାଇମ୍ ପର୍ଯ୍ୟନ୍ତ ୟୁଜ୍ କରନ୍ତୁନି। ଆଉ ମୋତେ ଯଦି ପଚାରିବେ ବିଲକୁଲ ହିଁ ନ ୟୁଜ୍ କରିବାଟା ସବୁଠୁ ଭଲ।